ମୁଁ ଭିତକୁ ବିଶ୍ୱାସ କରେ ଭୂତ ମୋ ବୁଲେଟ୍ ପଛରେ ବସିଛି ମୁଁ ଗାଡ଼ି ଚଲେଇଛି। ଜଗତସିଂହପୁର ଯେତେବେଳେ ଯାଏ ରାତିରେ ସୁଟିଂ ସାରି ଦଳେଇ ଘାଇ ପାଖରେ ଗୋଟେ ଭୂତ ବସିଯାଏ, ତାପରେ ସେ ଓହ୍ଲେଇବ 1 କିଲୋମିଟର ପରେ। ସେଇଟା ମୁଁ ନିଜେ ଅଙ୍ଗେ ଲିଭେଇଛି, ସ୍ପିରିଟ୍ ଅଛି ଆଜ୍ଞା। ନାଇଁ ଯିଏ କହୁଛନ୍ତି ନାହାନ୍ତି ସେ ମତେ ବି ଦେଇଛନ୍ତି। ଦର୍ପଣ ହେଲା ଗୋଟିଏ କଥା ଯିଏ କି ଜନ୍ମ ବେଳେ ବି ଦର୍ପଣ ଦରକାର ହୁଏ, ଆଉ ଯେତେବେଳେ ମଲା ଶବ ମୋର ଉଠିବ, ଶବ ଯୋଉଠି ପଡ଼ି ମାନେ ପୋଡ଼ା ହବ ସେଠି ବି ଗୋଟେ ଛୋଟିଆ ଦର୍ପଣ ଯାଏ। ତେଣୁ ଦର୍ପଣର କଥାଟା ହେଲା ଶନିମିନ ଯୋଗରେ ଦର୍ପଣ ସିନେମା ତୋର ସରିଗଲା ଯା। ତେଣୁ ଶନିମିନ ଯୋଗରେ ଏତିକି କହିବି, ଶନିମିନ ଯୋଗରେ ବର୍ତ୍ତମାନ ଆମର ଲୋକମାନେ ଅଡ଼ିଏନ୍ସ ମାନେ ଓଡ଼ିଶାର ଭଲ ପାଇଲେଣି ଦେଖିବାକୁ ଭୂତ ଜାତୀୟ ସିନେମା। କାରଣ 20 କୋଟି ବାବୁସାନ ଧରି ବୁଲୁଛି ଏଇ ସିନେମା। ତେଣୁକରି ଇଏ ଗୋଟେ ତା ସାନ ଭାଇ ହେଇକି କ'ଣ କରିଛି। ଭାରତ ପୁଷ୍ପରାଜକୁ ଧନ୍ୟବାଦ ଦେବି। ମୋ ସାନ ଭାଇ ମୋତେ ଫୋନ୍ କରିଥିଲା, କହିଲା ମିଥୁନ ଭାଇ ତମେ ନ ଆଇଲେ ହେବନି। ମୁଁ ଆସିଲି ଏବଂ ଏତିକି ଦେଖୁଛି ଯେ ବର୍ତ୍ତମାନ ଯେଉଁ ପିରିୟଡ଼ ଚାଲିଛି ଲୋକ ସବୁ ମୁହାଁଇଲେଣି କୁଆଡ଼େ କହିଲ ଟିକେ ହରର। ତେଣୁକରି ଇଏ ଗୋଟେ ସିନେମା ଦର୍ପଣ କରିଛି, ନିହାତି ଭଲ ହେବ। ଆଉ ଦିଲ୍ଲୀପ ବାବୁ ଆର ପ୍ରଡ୍ୟୁସର କରିଛନ୍ତି ଏବଂ ଭାରତ ପୁଷ୍ପରାଜ ସେ ଡାଇରେକ୍ଟର ବି କରିଛି, ହିରୋ ବି ହେଇଛି। ମୁଁ ଧନ୍ୟବାଦ ଦେବି ତାକୁ ଯେ ଯାହା ହଉ ଗୋଟେ ସାନ ଭାଇ ଉଦ୍ୟମ କରିଛି, କାରଣ ଏଇ ଯେଉଁ ନୂଆ ପିଲାମାନେ ଭଲ କରୁଛନ୍ତି। ଓଡ଼ିଶାରେ ସୀତା ବିବାହଠୁ ଆଜି ସିନେମା ଆସି ଚାଲିଛି। ଆମେ ଗୋଟାଏ ସିନେମା କରୁ ଚାଲେ, ଆଉ ଗୋଟେ ଫିନେମା କରୁ, ସିନେମା ନୁହଁ ସେ ଚାଲେ ନାଇଁ, ବଇନି ହୁଏନି। ସେ ସବୁ ସରିଗଲାଣି, ସିଏ ସବୁ ବେଡ଼ିଂ ପତ୍ର ବାନ୍ଧିକି ଗାଁକୁ ପଳେଇଲେଣି, ସେ ଆଉ ନାହାନ୍ତି। ଅବେ ଯେଉଁମାନେ ଅଛନ୍ତି ସେ ସିନେମା କରୁଛନ୍ତି। ସେମାନେ ସବୁ 2-3 ଦିନରେ ଯେଉଁ ସିନେମା କରୁଥିଲେ ପାଇଖାନା ଚୋର ଛୁଇଁ ଚୋର କହିଚାଲିଛି ଆଗରୁ ମିଡ଼ିଆରେ, ସେ ଆଉ ନାହାନ୍ତି ଆଜ୍ଞା। ସିନେମା ଚାଲୁନି କାହିଁ, ସବୁ ଚାଲୁଛି ଆଜ୍ଞା। ସିନେମା ଚାଲିବା ଆରମ୍ଭ ହେଲା ବୋଲି ଆଜି ଆପଣମାନେ ମିଡ଼ିଆ ମାନଙ୍କ ଯୋଗେ ଆମ ସିନେମା ଚାଲିଛି ଆଜ୍ଞା। ମୁଁ ଏତିକି ଧନ୍ୟବାଦ ଦେବି। ମୁଁ ତ ସିନେମା ଲାଇନରେ ସିନେମାକୁ ମା ଭାବେ। 24 ଘଣ୍ଟା ସିନେମା ଖାଏ, ସିନେମା ପିଏ, ଲଞ୍ଚରେ ସିନେମା, ବ୍ରେକଫାଷ୍ଟରେ ସିନେମା, ଆଉ ଡିନରରେ ସିନେମା। ତେଣୁ ମୁଁ ଏତିକି କହିବି ଯେ ଏ ସିନେମାକୁ ଆମେ ସମସ୍ତେ ଦେଖିବା। କେହି ଖରାପ କରୁନାହାନ୍ତି, ପାଇଖାନା ଚୋର ଛୁଇଁ ଚୋର 2-4ଟା ବୁଲୁଛନ୍ତି। ଯେତେବେଳେ ଖବର ନାହିଁ ତାଙ୍କର, କାମ କିଛି ନାହିଁ, ଯାହାର କାମ ନାହିଁ ସିଏ ଅର୍ଡିନାରୀ ମିଡ଼ିଆରେ ଯାଇକି ଆଡ଼ୁ ସାଡ଼ୁ ଗପିବ। ଯଦି ଆମେ ଗୋଟେ ଷ୍ଟାଣ୍ଡାର୍ଡକୁ ଆସିବାର ଅଛି, ପ୍ରଥମେ ଆମେ ସିନେମା ଠିକ୍ କରିବା ଦରକାର। ଆମେ ଫିନେମା କଲେ ଚାଲିବନି। ସିନେମା ପୁଅ ଫୁଅ ଝିଅ ଫିଅ ଦରକାର ନାହିଁ, ଏଠି ଦରକାର ସିନେମା ହେଉଛି ସମସ୍ତଙ୍କ ମା। ସେଇ ସିନେମାକୁ ଆରମ୍ଭରୁ ସୀତା ବିବାହଠୁ ଆଜି ଟାଣି ଘୋଷାଡ଼ି ବହୁତ ହିରୋମାନେ ନେଇକି ଆସିଛନ୍ତି। ବର୍ତ୍ତମାନ ଏତିକି ସିନେମା ଚାଲିବାର ପ୍ରଥା ହେଇଛି। ଯଦି ସିନେମା ହେଇଛି ଚାଲୁଛି, ଯଦି ଫିନେମା ହେଇଛି ନୁନ୍ ଶୋରେ ଆମେ ମାଗଣା ପପକର୍ନ ଖାଇ ଦେଖିଦେଉଛୁ, ତାପରେ ମ୍ୟାଟିନ୍ ଶୋରେ 3ଟି ଟିକେଟ୍ ବିକ୍ରି ହେଇଛି। ତେଣୁ ମୁଁ ଏତିକି କହିବି, ଏ ବୋଉ ବୁଟୁ ଭୂତ ପରେ ଗୋଟେ ସିନେମା ଆଇଲା ଯେଉଁଟାକି ଲୋକଙ୍କର ପସନ୍ଦ ସିନେମା। କ'ଣ ଭୂତ କାହିଁକି ନିଜେ ଭୂତ ଆମେ ସବୁ ହବା ନାଇଁ ଆଗେ ଖାଲି ସବୁ ଭୂତ। ତେଣୁକରି ଗ୍ୟାରେଣ୍ଟେଡ୍ ଏ ଫିଲ୍ମ ଚାଲିବ। ସେଇଟା କ୍ରିମିନାଲ କଥାଟା ଏବେ ଆଉ କାହିଁ କହିବା। ଏବେ ତ ସିନେମାରେ 130 ସିନେମାରେ ଗୁଣ୍ଡା, 10ଟା ସିନେମାରେ ତମମାନଙ୍କ ଦୟାରୁ ପୁଲିସ ହେଇ ଚାଲିଲେଣି, ଆଉ କ୍ରିମିନାଲ କଥା କାହିଁ କହିବା। ନାଇଁ ମୋ ବୋଉ ବଦଳେଇଛି। ବୋଉ କହିଲା ତୁ ଗୋଟେ କାଉନୁ ଫିଲ୍ମରେ ଗୁଣ୍ଡା କରୁନୁ। ବୋଉ କହିଲା ପରେ ମୁଁ ଫିଲ୍ମରେ ଗୁଣ୍ଡା ଆରମ୍ଭ କଲି ସହର ଜଳୁଚିଠୁ। ଏବେ 130 ସିନେମା ସରିଲାଣି। ଏଥର ଏତିକି କହିବି, ଯେଉଁମାନେ ଫିନେମା କରୁଥିଲେ ସେ ପଳେଇଲେଣି, ସିନେମା ବାଲା ରହିବେ। ଆପଣ ଆଉ କହିବେ ଯେ ମୁଁ ଅର୍ଡିନାରୀ କରିଦେବି ଲୋକ ଦେଖିବେ, ସେ ସମୟ ନାହିଁ। କାରଣ ଲୋକମାନେ ସବୁ ତେଲୁଗୁ, ତାମିଲ, ହିନ୍ଦୀ ଦେଖିକି ଯେଉଁ ରେଞ୍ଜରେ ଅଛନ୍ତି, ଓଡ଼ିଶା ଲୋକଙ୍କୁ ଟିକେ ଆମକୁ ତ୍ରାହି ଦେବେ ଯେ ସିଏ କରୁଛନ୍ତି 50 କୋଟି, ତମେ ଗୋଟେ ଯଦି 1 କୋଟି ଟଙ୍କା ତଳକୁ କରିବ ହେବନି। ନିଶ୍ଚୟ ଏ ସିନେମା ଦର୍ପଣ ଭଲ ହେବ। ଦିଲ୍ଲୀପ ବାବୁକୁ ବହୁତ ବହୁତ ଶୁଭେଚ୍ଛା ଏବଂ ଆମର ଯେ ଭାରତ ପୁଷ୍ପା ଝୁକେଗା नहीं साला। ମୁଁ ଭିତକୁ ବିଶ୍ୱାସ କରେ ଭୂତ ମୋ ବୁଲେଟ୍ ପଛରେ ବସିଛି, ମୁଁ ଗାଡ଼ି ଚଲେଇଛି। ଜଗତସିଂହପୁର ଯେତେବେଳେ ଯାଏ ରାତିରେ ସୁଟିଂ ସାରି ଦଳେଇ ଘାଇ ପାଖରେ ଗୋଟେ ଭୂତ ବସିଯାଏ, ତାପରେ ସେ ଓହ୍ଲେଇବ 1 କିଲୋମିଟର ପରେ। ସେଇଟା ମୁଁ ନିଜେ ଅଙ୍ଗେ ଲିଭେଇଛି, ସ୍ପିରିଟ୍ ଅଛି ଆଜ୍ଞା। ନାଇଁ ଯିଏ କହୁଛନ୍ତି ନାହାନ୍ତି ସେ ମତେ ବି ଦେଇଛନ୍ତି। ଧନ୍ୟବାଦ।